ଆମ୍ଭମାନଙ୍କ କଥାବାର୍ତ୍ତା ମିଳାମିଶା ଏବଂ ପ୍ରାର୍ଥନା ହେତୁ ପରମେଶ୍ୱର ଆମ୍ଭର ପ୍ରଶଂସା କରନ୍ତି କି? ଲୋକମାନେ ଖୁସି ହୋଇ ବାରମ୍ବାର ଆମ ସଙ୍ଗେ ମିଶିବାକୁ ଇଚ୍ଛା କରନ୍ତି ନା ଆମକୁ ଦେଖିଲେ ଦୂରରୁ ପଳାନ୍ତି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭ ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମ୍ଭେମାନେ ଯାହା ଶିକ୍ଷା କଲୁ, ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହୋଇଥିବେ। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏ ପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରିନାହାନ୍ତି, ତେବେ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଯେପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ହିଁ ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ଆଉ ଏକ ନୂତନ ବିଷୟରେ ଅଧ୍ୟୟନ କରିବା। ତାହା ହେଲା ହିତୋପଦେଶ 29 ପର୍ବରୁ 30 ପର୍ବର 1ରୁ 19 ପଦ। ଆଜିର ଏହି ଅଧ୍ୟାୟରେ ଲେଖକ ପ୍ରକାଶ କରନ୍ତି, ମନୁଷ୍ୟ ଅଳ୍ପ ସମୟର ସୁଖ ପାଇଁ ମିଥ୍ୟା କୁହେ, ଗ୍ରୀବା ଶକ୍ତ କରେ, ନିନ୍ଦା କରେ ଏବଂ ନିଜର ବ୍ୟବହାର ଦ୍ୱାରା ଅପରିପକ୍ୱତା ପ୍ରକାଶ କରେ। କିନ୍ତୁ ସେଥିରେ ତାହାର କିଛି ଶାନ୍ତି ମିଳିନଥାଏ, ବରଂ ତାହା ତାହାକୁ ଅପରାଧୀ କରି ଈଶ୍ୱର ଓ ମନୁଷ୍ୟ ସମ୍ମୁଖରେ ଠିଆ କରାଏ। ଆହୁରି ମଧ୍ୟ ଏହି ଅଧ୍ୟାୟରେ ଲେଖା ଅଛି, କେଉଁ ପ୍ରକାର ବ୍ୟକ୍ତି ସହ କିପରି ବ୍ୟବହାର କରିବ, ଧାର୍ମିକ ଲୋକ ଅଧାର୍ମିକ ସହ କିମ୍ବା ସରଳ ପଥଗାମୀ ଦୁଷ୍ଟ ସହ ସାଲିସ କଲେ ତାହା ଘୃଣାର ବିଷୟ ହୁଏ। ଯଦି ଧାର୍ମିକ ଅଧାର୍ମିକ ପଥରେ ଗମନ କଲେ ତାହାର ବୁଦ୍ଧିର ଅଭାବ ଦେଖାଯାଏ, ଶେଷରେ ସେ ଦାସ ତୁଲ୍ୟ ହୁଏ। ଲେଖକ କୁହନ୍ତି, ଧାର୍ମିକ ଲୋକ ବୃଦ୍ଧି ପାଇଲେ ଲୋକମାନେ ଆନନ୍ଦ କରନ୍ତି, କାରଣ ସେ ଦିନହୀନମାନଙ୍କ ଗୁହାରି ଶୁଣେ, ବିଶ୍ୱସ୍ତ ଭାବେ ସମସ୍ତଙ୍କର ବିଚାର କରେ, ନିଜ ବୁଦ୍ଧି ଦ୍ୱାରା ଦେଶକୁ ସୁସ୍ଥିର କରେ ଏବଂ ନିଜ ରାଜ୍ୟର ସମସ୍ତଙ୍କ ପାଇଁ, ଏମିତିକି ସାନଠାରୁ ବୃଦ୍ଧ ସମସ୍ତଙ୍କ ପାଇଁ ଏକ ଉତ୍ତମ ଉଦାହରଣ ହୁଏ। କିନ୍ତୁ ଦୁଷ୍ଟ ମଧ୍ୟରେ ବିପରୀତ ଗୁଣ ଦେଖାଯାଏ। ଆସନ୍ତୁ ଏହି ବିଷୟରେ ଅଧିକ ଶିକ୍ଷା କରିବା ପୂର୍ବରୁ ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ଯୀଶୁ ତୁମ ପାଦ ତଳେ ନେଉଅଛି ମୁଁ ଶରଣ, ମୋ ଶରୀର ମୋ ଜୀବନ କରୁଅଛି ସମର୍ପଣ। ଘେନ ମୋର ଭଙ୍ଗା ଜୀବନ ଗଢ଼ି ଦିଅ
ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ 29 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 30 ପର୍ବର 19 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଦେଖନ୍ତୁ 29 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଯେଉଁ ଲୋକ ଥରକୁ ଥର ଅନୁଯୋଗ ପାଇଲେ ହେଁ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନୁ ହଠାତ୍ ଭଗ୍ନ ହେବ। ଈଶ୍ୱର ବିଭିନ୍ନ ଉପାୟରେ ଜଣେ ବ୍ୟକ୍ତିକୁ ସଂଶୋଧିତ କରନ୍ତି, ତଥାପି ସେ ସେହିପରି ପାପରେ ଜୀବନ ଅତିବାହିତ କରେ। ଏପରିକି ଆପଣ ମଧ୍ୟ ଲକ୍ଷ୍ୟ କରିବାକୁ ପାରିଥିବେ ବା ଅନୁଭବ କରିଥିବେ ଯେ ଅନେକ ଲୋକ ସେମାନଙ୍କ ପ୍ରତି ବିପଦ ଘଟିବା ପୂର୍ବରୁ ବା ବିଚାର ଆସି ଉପସ୍ଥିତ ହେବା ପୂର୍ବରୁ ସେମାନଙ୍କୁ ସତର୍କ କରାଇ ଦିଆଯାଇଥାଏ। ମାତ୍ର ତଥାପି ସେମାନେ ସେହି ଚେତାବନୀକୁ ଉପେକ୍ଷା କରି ଏହି ଜୀବନରେ ବିଚାରିତ ହୋଇଥାନ୍ତି। ଏହି ବିଷୟ ନେଇ ବିଶେଷରେ ଏହିପରି ଅନେକ ଦୃଷ୍ଟାନ୍ତ ପବିତ୍ର ବାଇବେଲ ମଧ୍ୟରେ ମଧ୍ୟ ଆମେ ଲକ୍ଷ୍ୟ କରିବାକୁ ପାରୁ, ଯେଉଁମାନେ କି ବାରମ୍ବାର ଚେତାବନୀ ପାଇଲେ ମଧ୍ୟ ନିଜ ନିଜର ପାପରେ ଦଣ୍ଡିତ ହେଲେ। କୋରହ, ଦାଥନ, ଅବିରାମ, ବେଲଶସ୍ଚର, ଜିଜେବଲ ଓ ଅନ୍ୟାନ୍ୟମାନେ ଏହିପରି ପାପରେ ଲିପ୍ତ ରହିବା ହେତୁ ପ୍ରତିକାର ବିନୁ ହଠାତ୍ ଭଗ୍ନ ହେଲେ। 2 ପଦରେ ଲେଖା ଅଛି, ଧାର୍ମିକମାନେ ବର୍ଦ୍ଧିଷ୍ଣୁ ହେଲେ ଲୋକମାନେ ଆନନ୍ଦ କରନ୍ତି, ମାତ୍ର ଦୁଷ୍ଟ ଲୋକ କର୍ତ୍ତୃତ୍ୱ ପାଇଲେ ଲୋକମାନେ ଆର୍ତ୍ତସ୍ୱର କରନ୍ତି। ଆମ୍ଭେମାନେ ଏଥିପୂର୍ବରୁ ଦେଖିସାରିଛୁ ଯେ ଯେତେବେଳେ ଦୁଷ୍ଟମାନେ କ୍ଷମତାକୁ ଆସନ୍ତି ସେମାନେ କେବେ ହେଲେ ସମସ୍ୟାର ସମାଧାନ କରିପାରନ୍ତି ନାହିଁ। ମାତ୍ର ଜଣେ ଧାର୍ମିକ ବ୍ୟକ୍ତି ଏକ ଗୋଷ୍ଠୀ ପ୍ରତି ଆଶୀର୍ବାଦ ଆଣିବା ନିମନ୍ତେ ସମର୍ଥ ହୋଇଥାଏ। ତାହା ହିଁ ଆଜି ମଧ୍ୟ ଆମେ ଆବଶ୍ୟକ କରୁ। ଆମେ ଚାହୁଁନା ଦୁଷ୍ଟମାନେ କ୍ଷମତାକୁ ଆସନ୍ତୁ ଓ ବଡ଼ ବଡ଼ ଭାଷଣ ଦିଅନ୍ତୁ, ମାତ୍ର ଆମେ ଚାହୁଁ ଜଣେ ଧାର୍ମିକ ବ୍ୟକ୍ତି ବା ବିଶ୍ୱସ୍ତ ବ୍ୟକ୍ତି ଯିଏକି ରାଜ୍ୟ ପ୍ରତି ଆଶୀର୍ବାଦଜନକ ହେବ ବା ଦେଶ ପ୍ରତି ଆଶୀର୍ବାଦର କାରଣ ହେବ, ଯିଏକି ନ୍ୟାୟ ଓ ସତ୍ୟତା ପକ୍ଷରେ ଛିଡ଼ା ହେବ ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ। 4 ପଦରେ ଲେଖା ଅଛି, ରାଜା ସୁବିଚାର ଦ୍ୱାରା ଦେଶ ସୁସ୍ଥିର କରେ, ମାତ୍ର ଯେ ଉପହାର ପ୍ରିୟ ସେ ତାହା ଉଜାଡ଼ି ପକାଏ। ବର୍ତ୍ତମାନ ଆପଣ ତାହା ହିଁ ଲକ୍ଷ୍ୟ କରିବେ ଯେ ପ୍ରତ୍ୟେକ କ୍ଷେତ୍ରରେ ଶାସକମାନେ ଉପହାର ପ୍ରିୟ। ସେମାନେ ଉପହାର ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇ ଶାସନ କ୍ଷେତ୍ରରେ ବିଶ୍ୱସ୍ତତା ତଥା ନ୍ୟାୟ ରକ୍ଷା କରିପାରନ୍ତି ନାହିଁ। ଏହି ଜଗତରେ ସେହିପରି ଶାସକଙ୍କୁ ପାଇବା ବିରଳ, ଯେ କି ସୁବିଚାର ଦ୍ୱାରା ଦେଶକୁ ସୁସ୍ଥିର କରିପାରିବେ। ମାତ୍ର ଜଣେ ବ୍ୟକ୍ତି ଅଛନ୍ତି ଯେ କି ପ୍ରଭୁ ଯୀଶୁଖ୍ରୀଷ୍ଟ, ସେ ହିଁ କେବଳ ସୁବିଚାର ଓ ଧାର୍ମିକତାରେ ଶାସନ କରିପାରିବେ ଓ ସେ ପୁନର୍ବାର ଏହି ଜଗତକୁ ଆଗମନ କରୁଅଛନ୍ତି ତାହାଙ୍କର ରାଜତ୍ୱ ପ୍ରତିଷ୍ଠା କରିବା ନିମନ୍ତେ ଓ ସେ ଧାର୍ମିକତାର ସହିତ ତାହା ପ୍ରତିଷ୍ଠିତ କରାଇବେ ଓ ଶାସନ କରିବେ। 5 ପଦରେ ଲେଖା ଅଛି, ଯେଉଁ ଲୋକ ଆପଣା ପ୍ରତିବାସୀର ଚାଟୁବାଦ କରେ ସେ ତାହାର ପାଦ ପାଇଁ ଜାଲ ପ୍ରସାରେ। ଏହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ କି କେବଳ ମୁଖରେ ଆପଣଙ୍କର ଅତି ପ୍ରଶଂସା କରନ୍ତି, ଏପରିକି ଯେଉଁପରି ପ୍ରଶଂସା ପାଇବା ନିମନ୍ତେ ଆପଣ ନିଜକୁ ଯୋଗ୍ୟ ବୋଲି ବିବେଚନା ନ କରନ୍ତି ତାହା ଅପେକ୍ଷା ଅଧିକ ସେମାନେ ଆପଣଙ୍କର ପ୍ରଶଂସା କରନ୍ତି। ମାତ୍ର ସେମାନେ ତାହା ସେମାନଙ୍କ ହୃଦୟରୁ କରିନଥାନ୍ତି। ସେମାନଙ୍କ ହୃଦୟ ମଧ୍ୟରେ ଭିନ୍ନ ମସୁଧା ଥାଏ। କିନ୍ତୁ ଯେଉଁ ମନୁଷ୍ୟ ସେହି ଚାଟୁବାଦରେ ବିଶ୍ୱାସ କରେ ସେ ନିଜ ପାଇଁ ବିପଦକୁ ବା ସମସ୍ୟାକୁ ଡାକି ଆଣେ, କାରଣ ସେହି ଚାଟୁବାଦ ତାହା ପାଇଁ ଏକ ଫାଶରେ ପରିଣତ ହୋଇଯାଏ। ତେଣୁକରି ଏହିପରି ଲୋକମାନଙ୍କଠାରୁ ସତର୍କ ରହିବା ଉଚିତ। 10 ପଦରେ ଲେଖା ଅଛି, ରକ୍ତପାତ ପ୍ରିୟ ଲୋକମାନେ ସିଦ୍ଧ ବ୍ୟକ୍ତିକି ଘୃଣା କରନ୍ତି, ପୁଣି ସେମାନେ ସରଳ ଲୋକର ପ୍ରାଣ ଖୋଜନ୍ତି। ଯେଉଁମାନେ ରକ୍ତପାତ ପ୍ରିୟ ଲୋକ ସେମାନେ ସେମାନଙ୍କ ହୃଦୟରେ ହତ୍ୟା ଓ ଘୃଣା ଭାବକୁ ସ୍ଥାନ ଦେଇଥାନ୍ତି। ପ୍ରଭୁ ଯୀଶୁ କହନ୍ତି, ଯଦି ଆପଣ ଆପଣଙ୍କର ଭାଇକୁ ଘୃଣା କରନ୍ତି ତାହେଲେ ଆପଣ ନରହତ୍ୟା ଦୋଷରେ ଦୋଷୀ ବୋଲି ଗଣିତ ହୁଅନ୍ତି। କଇନ ଜଣେ ନରହତ୍ୟାକାରୀରେ ପରିଣତ ହେଲା। ସେହି ନରହତ୍ୟାର ଚିନ୍ତାଧାରା ତାହାର ହୃଦୟ ମଧ୍ୟରୁ ଉଦ୍ରେକ ହେଲା। ଏହା ଦେଖାଇ ଦିଏ ଯେ ମନୁଷ୍ୟ କେତେ ଦୂର ଓ କେତେ ଶୀଘ୍ର ପାପରେ ପତିତ ହୁଏ। ସେ ତାହାର ଭାଇ ହେବଲକୁ ଘୃଣା କଲା ଓ ଶେଷରେ ତାହାକୁ ହତ୍ୟା ମଧ୍ୟ କଲା। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ଦୃଷ୍ଟିରେ ନରହତ୍ୟା ହେଉଛି ଅତି ଭୟଙ୍କର ପାପ। ଯଦି ଆମମାନେ ନିଜର ଭାଇ ପ୍ରତି ହେଉ ବା ଅନ୍ୟ କାହା ପ୍ରତି ଏହିପରି ମନୋଭାବ ଧାରଣ କରିଥାଉ ତାହେଲେ ତାହା ମନରୁ ଦୂରେଇ ନେବା ପାଇଁ ଚେଷ୍ଟା କରୁ। ନାଇଁ ଯଦି ସେହିପରି କାହାକୁ ହତ୍ୟା କରିଦେଇଛୁ ତାହେଲେ ସେହି ପାପ ନିମନ୍ତେ ଅନୁତାପ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ତାହା ସ୍ୱୀକାର କରି କ୍ଷମା ମାଗୁ, ଯେପରି ଆମେ ସେହି ଅନନ୍ତ ନରକର ଦଣ୍ଡରୁ ରକ୍ଷା ପାଇବାକୁ ପାରୁ ଓ ପାପରୁ ଉଦ୍ଧାର ପ୍ରାପ୍ତ ହେଉ। 29 ପର୍ବର 11 ପଦରେ ଏହିପରି ଲେଖା ଅଛି, ମୂର୍ଖ ଆପଣାର ସବୁ କ୍ରୋଧ ପ୍ରକାଶ କରେ, ମାତ୍ର ଜ୍ଞାନୀ ତାହା ସମ୍ଭାଳି କ୍ଷାନ୍ତ କରେ। ଆପଣ ଜଣେ ମୂର୍ଖ ସହିତ କଥାବାର୍ତ୍ତା କରନ୍ତୁ ଓ ସେ ଆପଣଙ୍କୁ ସବୁ ବିଷୟ ପ୍ରକାଶ କରିଦେବ। ମାତ୍ର ଜଣେ ଜ୍ଞାନୀ ସମସ୍ତ ବିଷୟ ମନରେ ରଖେ ଓ ସେ କ'ଣ କହେ ସେଥି ନିମନ୍ତେ ଅତି ସତର୍କତା ଅବଲମ୍ବନ କରେ। 29 ପର୍ବର 12 ପଦରେ ଲେଖା ଅଛି, ଶାସନକର୍ତ୍ତା ଯେବେ ମିଥ୍ୟା କଥାରେ କାନ ଡେରେ ତେବେ ତାହାର ସେବକ ସବୁ ଦୁଷ୍ଟ ହୁଅନ୍ତି।
ପିତାମାତାମାନେ ସେମାନଙ୍କର ସନ୍ତାନମାନଙ୍କ ନିକଟରେ ଆଦର୍ଶ ହେବା ଉଚିତ ଓ ସନ୍ତାନମାନଙ୍କୁ ବିଶ୍ୱସ୍ତ ଭାବରେ ଶୃଙ୍ଖଳିତ କରିବା ଉଚିତ। କାରଣ ଜଣେ ସନ୍ତାନ ତାହାର ପିତାମାତାଙ୍କର କାର୍ଯ୍ୟକଳାପକୁ ଅନୁକରଣ କରେ। ସେହିପରି ଲୋକମାନେ ଶାସନକର୍ତ୍ତାମାନଙ୍କୁ ଓ ଉଚ୍ଚ ପଦାଧିକାରୀ ବ୍ୟକ୍ତିମାନଙ୍କୁ ଅନୁକରଣ କରନ୍ତି ଓ ସେମାନଙ୍କର କାର୍ଯ୍ୟକଳାପ ସେମାନଙ୍କ ଅଧୀନସ୍ଥ କର୍ମଚାରୀମାନଙ୍କୁ ବା ଲୋକମାନଙ୍କୁ ପ୍ରଭାବିତ କରେ। ତେଣୁ ଆମେ ଏଥିପ୍ରତି ସତର୍କ ହେବା ଉଚିତ। ଏହାପରେ 29 ପର୍ବର 17 ପଦରେ ଏହିପରି ଲେଖା ଅଛି, ଆପଣା ପୁତ୍ରକୁ ଶାସ୍ତି ଦେଲେ ସେ ତୁମ୍ଭକୁ ଶାନ୍ତି ଦେବ, ପୁଣି ସେ ତୁମ୍ଭ ପ୍ରାଣକୁ ସୁଖ ଦେବ। ଏଠାରେ ଆମେ ପୁନର୍ବାର ପିତାମାତାମାନେ ସେମାନଙ୍କର ସନ୍ତାନମାନଙ୍କୁ ଶାସନ କରି ଶୃଙ୍ଖଳିତ କରିବା ବିଷୟ ଲକ୍ଷ୍ୟ କରୁଅଛୁ। କାରଣ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ଏଥିସହିତ ପିତାମାତାମାନେ ମଧ୍ୟ ସେମାନଙ୍କର ସନ୍ତାନମାନଙ୍କ ନିକଟରେ ଆଦର୍ଶ ହେବା ଉଚିତ। 18 ପଦରେ ଲେଖା ଅଛି, ଈଶ୍ୱରୀୟ ପ୍ରତ୍ୟାଦେଶ ଅଭାବରେ ଲୋକମାନେ ବିନଷ୍ଟ ହୁଅନ୍ତି, ମାତ୍ର ଯେଉଁ ଲୋକ ବ୍ୟବସ୍ଥା ପାଳେ ସେ ଧନ୍ୟ। ଏଠାରେ ଈଶ୍ୱରୀୟ ପ୍ରତ୍ୟାଦେଶର ଅର୍ଥ ହେଉଛି ଆତ୍ମିକ ବିଚାର ବୁଦ୍ଧି। ଏହା ହେଉଛି ପବିତ୍ର ଆତ୍ମାଙ୍କର କାର୍ଯ୍ୟ, ଯାହାକି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଜୀବନରେ ସାଧିତ ହୋଇଥାଏ ସେମାନଙ୍କୁ ଈଶ୍ୱରଙ୍କ ବାକ୍ୟକୁ ବୁଝିବା ନିମନ୍ତେ। କାରଣ ସେହି ପବିତ୍ର ଆତ୍ମାଙ୍କ ସହାୟତା ବିନା ଈଶ୍ୱରଙ୍କ ବାକ୍ୟର ଗଭୀର ମର୍ମକୁ ବୁଝିବା ଏତେ ସହଜ ନୁହେଁ। ମନୁଷ୍ୟ ନିଜ ଜ୍ଞାନରେ ତାହା ବୁଝିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ। ତେବେ ଯେଉଁମାନେ ଈଶ୍ୱରଙ୍କ ବାକ୍ୟକୁ ବୁଝି ତଦନୁଯାୟୀ କାର୍ଯ୍ୟ କରନ୍ତି, ସେମାନେ ନିଜର ଜୀବନକୁ ବିନାଶରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଆଶୀର୍ବାଦର ଅଧିକାରୀ ହୁଅନ୍ତି। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟକୁ କେବଳ ଅଧ୍ୟୟନ କରିଦେଲେ ବା ଶୁଣିଦେଲେ ଯଥେଷ୍ଟ ନୁହେଁ। ମାତ୍ର ସେହି ବାକ୍ୟର ନିଗୁଢ଼ ତତ୍ତ୍ୱକୁ ବୁଝିବା ନିମନ୍ତେ ଆମେ ସେହି ପବିତ୍ର ଆତ୍ମାଙ୍କର ସାହାଯ୍ୟ ଭିକ୍ଷା କରିବା ଆବଶ୍ୟକ। ତେଣୁ ଏଥି ନିମନ୍ତେ ପ୍ରାର୍ଥନା କରିବା ଆବଶ୍ୟକ। ତାହେଲେ ପ୍ରଭୁ ତାଙ୍କର ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କ ବାକ୍ୟର ନିଗୁଢ଼ ତତ୍ତ୍ୱକୁ ଆମମାନଙ୍କ ନିକଟରେ ପ୍ରକାଶ କରାଇବେ ଓ ଆମମାନଙ୍କୁ ସେହି ବିନାଶର ପଥରୁ ରକ୍ଷା କରି ତାଙ୍କର ବାକ୍ୟ ରୂପକ ଆଲୋକରେ ପଥ କଢ଼ାଇ ନେବେ। ବର୍ତ୍ତମାନ ଆମେ ହିତୋପଦେଶର 30 ପର୍ବ ମଧ୍ୟକୁ ଯିବା। ଏହି 30 ପର୍ବର ହିତୋପଦେଶଗୁଡ଼ିକ ଅଗୁର ନାମକ ଜଣେ ଅଜଣା ଜ୍ଞାନୀ ବ୍ୟକ୍ତିଙ୍କ ଦ୍ୱାରା ରଚିତ। ପ୍ରଥମ ପଦଟି ତାହାଙ୍କର ବଂଶ ବିଷୟ ନେଇ କିଛି ପ୍ରକାଶ କରେ। 30 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଜାକିର ପୁତ୍ର ଆଗୁରର କଥା ଅର୍ଥ ଭାରୋକ୍ତି। ସେ ମନୁଷ୍ୟ ଇଥିଏଲକୁ ଅର୍ଥାତ୍ ଇଥିଏଲ ଓ ରୁକଲକୁ କହେ। ଏହି ନାମଧାରୀ ଲୋକମାନଙ୍କ ବିଷୟରେ ଆମେ କିଛି ଜାଣୁନା। ଆଗୁର ଜଣେ ଅଜଣା ଭାଓବାଦୀ ଓ ଜଣେ ଅଜଣା ଲେଖକ। ଏଠାରେ ଯେଉଁ ନାମଗୁଡ଼ିକ ବ୍ୟବହାର କରାଯାଇଅଛି, ଏବ୍ରି ନାମଗୁଡ଼ିକ ଭଳି ଏହି ନାମଗୁଡ଼ିକର ମଧ୍ୟ କିଛି ଅର୍ଥ ରହିଅଛି। ଆଗୁର ନାମର ଅର୍ଥ ସଂଗ୍ରହକାରୀ ଓ ଜାକିର ନାମର ଅର୍ଥ ଧାର୍ମିକ। 30 ପର୍ବର 4 ପଦରେ ଏହିପରି ଲେଖା ଅଛି, କିଏ ସ୍ୱର୍ଗାରୋହଣ କରି ସେଠାରୁ ଅବରୋହଣ କରିଅଛି? କିଏ ଆପଣା ମୁଷ୍ଟିରେ ବାୟୁ ଏକତ୍ର କରିଅଛି? କିଏ ଆପଣା ବସ୍ତ୍ରରେ ଜଳସମୂହକୁ ବାନ୍ଧିଅଛି? କିଏ ପୃଥିବୀର ସବୁ ସୀମା ନିରୂପଣ କରିଅଛି? ତାହାଙ୍କର ନାମ କ'ଣ? ତାହାଙ୍କ ପୁତ୍ରର ନାମ କ'ଣ? ଏହା ଯେବେ ଜାଣ ତେବେ କୁହ। ଏଠାରେ ଏକ କୌତୁହଳର ବିଷୟ ଲକ୍ଷ୍ୟ କରିବାକୁ ପାରିବେ ଯେ ଏହି ସମସ୍ତ ପ୍ରଶ୍ନ ଈଶ୍ୱର ଆୟୋବଙ୍କୁ ମଧ୍ୟ ପଚାରିଥିଲେ। ତେବେ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ କିଏ ସମର୍ଥ? ପ୍ରଭୁ ଯୀଶୁ କହିଲେ, ଆଉ ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ ତାହାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରିନାହିଁ, ଯାହାକି ଯୋହନ 3 ପର୍ବର 13 ପଦରେ ଲେଖା ଅଛି। ତେଣୁକରି ଏହି କାରଣରୁ ମୁଁ ବାରମ୍ବାର କହି ରଖେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ସୃଷ୍ଟି ଉପରେ ଓ ସମଗ୍ର ବିଶ୍ୱର ଉତ୍ପତ୍ତି ଉପରେ ଅଧିକାର ଅଛି ଓ ସେ ତହିଁର ଉତ୍ପତ୍ତି ବିଷୟରେ ଜାଣନ୍ତି। ଏହି ବିଶ୍ୱର ଉତ୍ପତ୍ତି ନେଇ କୌଣସି ବ୍ୟକ୍ତି ତହିଁର ତଥ୍ୟ ପ୍ରଦାନ କରିନପାରେ। ଏପରିକି ବୈଜ୍ଞାନିକମାନେ ମଧ୍ୟ ଏହି ସୃଷ୍ଟିର ଉତ୍ପତ୍ତି ନେଇ ଯଥାର୍ଥ ଉତ୍ତର ଦେଇପାରନ୍ତି ନାହିଁ। ବୈଜ୍ଞାନିକମାନେ ଆଜି ମଧ୍ୟ ଏହି ସୃଷ୍ଟିର ଉତ୍ପତ୍ତି ନେଇ ବାସ୍ତବ ତଥ୍ୟ ଆବିଷ୍କାର କରିବା ନିମନ୍ତେ ଚେଷ୍ଟା ଚଳାଇଛନ୍ତି, ମାତ୍ର ସେମାନେ ଏପର୍ଯ୍ୟନ୍ତ ମଧ୍ୟ ତହିଁର ସଠିକ୍ ଉତ୍ତର ପାଇପାରି ନାହାନ୍ତି କି ତହିଁର ସଠିକ୍ କାରଣ ଦର୍ଶାଇ ପାରିନାହାନ୍ତି। ସେମାନେ ଏହି ସୃଷ୍ଟି ବିଷୟ ନେଇ ଏକ ବିବର୍ତ୍ତନବାଦ ପ୍ରକାଶ କରିବାର କାରଣ ହେଉଛି ଯେ ସେମାନେ ଏହି ସୃଷ୍ଟିର ଉତ୍ପତ୍ତି ନେଇ କୌଣସି ଉତ୍ତର ପାଇପାରି ନାହାନ୍ତି। ମାତ୍ର ଆଦି ପୁସ୍ତକ ପ୍ରଥମ ପର୍ବର ପ୍ରଥମ ପଦ ପ୍ରକାଶ କରେ ଯେ ଆଦ୍ୟରେ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀର ସୃଷ୍ଟି କଲେ। ତାହା ହିଁ ହେଉଛି ଯେ ଏହି ସମସ୍ତର କିପରି ଆରମ୍ଭ ହେଲା। ମାତ୍ର ଏହାର ପରବର୍ତ୍ତୀ ପଦ ପ୍ରକାଶ କରେ ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ, ଯାହାକି ଆଦି ପୁସ୍ତକ ପ୍ରଥମ ପର୍ବର 2 ପଦରେ ଲେଖା ଅଛି। ତେବେ କେତେକ ଏହି ପଦଟିକୁ ନେଇ ସୃଷ୍ଟିର କାର୍ଯ୍ୟ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କରନ୍ତି, କିନ୍ତୁ ମୁଁ ଭାବୁନାହିଁ ଯେ ଈଶ୍ୱର
କିପରି ସମସ୍ତ ବିଷୟ ନିର୍ମାଣ କଲେ ତହିଁର ଏକ ବିବରଣୀ ଆମମାନଙ୍କୁ ପ୍ରଦାନ କରନ୍ତି। କିନ୍ତୁ ମୁଁ ବିଶ୍ୱାସ କରେ ଯେ ଏହି ଦ୍ୱିତୀୟ ପଦଟି ଏକ ଶୂନ୍ୟସ୍ଥାନ ମତବାଦ ଉପସ୍ଥାପିତ କରେ। ଆଉ ତାହା ହେଉଛି ଯେ ଈଶ୍ୱର ଆକାଶମଣ୍ଡଳ ଓ ପୃଥିବୀର ସୃଷ୍ଟି କଲେ ଓ ଏହାପରେ ଏକ ସମୟର ଶୂନ୍ୟସ୍ଥାନ ରହିଥିଲା। ସେହି ବାସ୍ତବ ସୃଷ୍ଟି ପ୍ରତି କିଛି ଘଟିଥିଲା ଓ ପୃଥିବୀ ନିର୍ଜନ ଓ ଶୂନ୍ୟ ସ୍ଥାନରେ ପରିଣତ ହେଲା। ଏହି ମତବାଦକୁ ପୂରାପୂରି ପରିତ୍ୟାଗ କରାଯାଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରୁ। କିନ୍ତୁ ସେ ଯାହା ହେଉନା କାହିଁକି ମୁଁ ଏହି ମତବାଦକୁ ଗ୍ରହଣ କରେ। ମୋର ତର୍କ କରିବାର ବିଷୟ ହେଉଛି ଈଶ୍ୱର କିପରି ସୃଷ୍ଟି କଲେ ତାହା ସେ ଆମମାନଙ୍କୁ କହିନାହାନ୍ତି। ଆମେ ତାହା ଜାଣୁନା କି କୌଣସି ବୈଜ୍ଞାନିକ ବା ଧର୍ମତତ୍ତ୍ୱ ଶିକ୍ଷାବିତ୍ ମଧ୍ୟ ଜାଣନ୍ତି ନାହିଁ। ଈଶ୍ୱର ଆୟୁବଙ୍କୁ ଯେଉଁ ପ୍ରଶ୍ନ କରିଥିଲେ ତାହା ଅତି ଚମତ୍କାର। ଆୟୁବ 38 ପର୍ବର 4 ପଦରେ ଲେଖା ଅଛି, ଯେତେବେଳେ ଆମ୍ଭେ ପୃଥିବୀର ଭିତ୍ତିମୂଳ ସ୍ଥାପନ କଲୁ ତେତେବେଳେ ତୁମ୍ଭେ କେଉଁଠାରେ ଥିଲ? ବୁଦ୍ଧି ଥିଲେ ବୁଝାଇ ଦିଅ। ସେହି ପ୍ରଶ୍ନ ଈଶ୍ୱର ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ପଚାରିପାରନ୍ତି, ମାତ୍ର କେହି ତହିଁର ଉତ୍ତର ଦେବାକୁ ସମର୍ଥ ନୁହନ୍ତି। ପୃଥିବୀ ଓ ଆକାଶମଣ୍ଡଳର ସୃଷ୍ଟି କିପରି ହେଲା ତାହା ଈଶ୍ୱରଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ। ଆଗୁର ମଧ୍ୟ ଯେଉଁ ପ୍ରଶ୍ନଟି ପଚାରନ୍ତି ତାହା ମୁଁ ପସନ୍ଦ କରେ। ତାଙ୍କର ପ୍ରଶ୍ନଟି ହେଉଛି, କିଏ ଆପଣା ମୁଷ୍ଟିରେ ବାୟୁ ଏକତ୍ର କରିଅଛି? ଟିକେ ଭାବି ଦେଖନ୍ତୁ, ଆମେ ଯେପରି କୌଣସି ବିଷୟକୁ ହସ୍ତରେ ଧରୁ, ଈଶ୍ୱର ମଧ୍ୟ ସେହିପରି ବାୟୁକୁ ଆପଣା ମୁଷ୍ଟିରେ ଧରି ରଖନ୍ତି। ମନୁଷ୍ୟ ଏହି ସମସ୍ତ ବିଷୟରେ କିଞ୍ଚିତ୍ ଜାଣେ। ଯେଉଁ ଅଂଶରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହନ୍ତି ଯେ ସେ ହେଉଛନ୍ତି ଏକମାତ୍ର ଜଣେ ଯେ କି ସ୍ୱର୍ଗରୁ ଅବତରଣ କରିଅଛନ୍ତି, ସେହି ଅଂଶ ମଧ୍ୟରେ ସେ ମଧ୍ୟ କହନ୍ତି, ବାୟୁ ଯେଉଁ ଦିଗରେ ଇଚ୍ଛା କରେ ସେହି ଦିଗରେ ବହେ, ଆଉ ତୁମ୍ଭେ ତାହାର ଶବ୍ଦ ଶୁଣିଥାଅ, କିନ୍ତୁ ତାହା କେଉଁଠାରୁ ଆସେ ପୁଣି କେଉଁଠାକୁ ଯାଏ ତାହା ଜାଣ ନାହିଁ। ଏହା ଏକ ଚମତ୍କାର ଚିନ୍ତାଧାରା। 30 ପର୍ବର 5 ପଦରେ ଲେଖା ଅଛି, ପରମେଶ୍ୱରଙ୍କର ପ୍ରତ୍ୟେକ ବାକ୍ୟ ପରୀକ୍ଷା ସିଦ୍ଧ, ଯେଉଁମାନେ ତାହାଙ୍କର ଆଶ୍ରୟ ନିଅନ୍ତି ସେ ସେମାନଙ୍କର ଢାଲ। ଈଶ୍ୱରଙ୍କ ବାକ୍ୟ ପରି ଅନ୍ୟ କୌଣସି ବିଷୟ ଆପଣଙ୍କୁ ସୂଚୀ କରିପାରିବ ନାହିଁ। ଈଶ୍ୱର ତାହାଙ୍କର ପ୍ରତିଜ୍ଞାରେ ବିଶ୍ୱସ୍ତ ଓ ତାଙ୍କର ବାକ୍ୟ ପ୍ରମାଣ ସିଦ୍ଧ ଓ ପରୀକ୍ଷା ସିଦ୍ଧ। ତାଙ୍କର ବାକ୍ୟ ସତ୍ୟ ଓ ପବିତ୍ର। ଏହା ଯେକୌଣସି ସାବୁନଠାରୁ ଅଧିକ ଉତ୍ତମ। ଏହା ମନୁଷ୍ୟକୁ ବାସ୍ତବରେ ସୂଚୀ ତଥା ପବିତ୍ରୀକୃତ କରାଇଥାଏ। ଏହି ବାକ୍ୟ ଅନୁଯାୟୀ ମନୁଷ୍ୟ ନିଜର ଜୀବନର ସମସ୍ତ କଳୁଷତାକୁ ଦେଖିପାରେ ଓ ଏହି ବାକ୍ୟ ଦ୍ୱାରା ତାହା ପରିଷ୍କୃତ ହୁଏ। ଏହି ବାକ୍ୟ ମନୁଷ୍ୟକୁ ପଥ କଢ଼ାଏ। ଗୀତ 119 ପର୍ବର 9 ପଦରେ ଲେଖା ଅଛି, ଯୁବା ମନୁଷ୍ୟ କି ପ୍ରକାର ଆପଣା ପଥ ପରିଷ୍କାର କରିବ? ତୁମ୍ଭ ବାକ୍ୟ ଅନୁଯାୟୀ ତହିଁ ବିଷୟରେ ସାବଧାନ ହେଲେ କରିବ। ଆହୁରି ମଧ୍ୟ ସେହି ଗୀତ 119 ପର୍ବର 11 ପଦରେ ଲେଖା ଅଛି, ମୁଁ ଯେମତ ତୁମ୍ଭ ବିରୁଦ୍ଧରେ ପାପ ନ କରେ, ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ଏହାପରେ 30 ପର୍ବର 6 ପଦରେ ଲେଖା ଅଛି, ତାହାଙ୍କ ବାକ୍ୟରେ ଯୋଗ କର ନାହିଁ, କଲେ ସେ ତୁମ୍ଭକୁ ଅନୁଯୋଗ କରିବେ, ପୁଣି ତୁମ୍ଭେ ମିଥ୍ୟାବାଦୀ ଜଣାପଡ଼ିବ। ଏଥିରୁ ସୁସ୍ପଷ୍ଟ ହୁଏ ଯେ ଆମେ ଅତି ଯତ୍ନ ସହକାରେ ଓ ସତର୍କତାର ସହିତ ଈଶ୍ୱରଙ୍କ ବାକ୍ୟକୁ ବ୍ୟବହାର କରିବା ଉଚିତ ଓ ପ୍ରଚାର କରିବା ଉଚିତ। ଆମେ ଈଶ୍ୱରଙ୍କ ବାକ୍ୟକୁ ଠିକ୍ ଭାବେ ଭାଷାନ୍ତର କରିବା ଉଚିତ ଓ ତହିଁର ଭାବାର୍ଥକୁ ଯଥାର୍ଥ ଭାବେ ବ୍ୟାଖ୍ୟା କରିବା ଉଚିତ। କିନ୍ତୁ ଯଦି ଜଣେ ଈଶ୍ୱରଙ୍କ ବାକ୍ୟ ବିରୁଦ୍ଧରେ ଯାଇ ଭ୍ରାନ୍ତ ଶିକ୍ଷା ପ୍ରଦାନ କରେ, ଈଶ୍ୱର ତାହାକୁ ମିଥ୍ୟାବାଦୀ ବୋଲି କହିବା ନିମନ୍ତେ କେବେ ହେଲେ ପଶ୍ଚାତ୍ପଦ ହେବେ ନାହିଁ। ସେ ତାହାକୁ ମିଥ୍ୟାବାଦୀମାନଙ୍କ ସହିତ ଗଣନା କରିବେ। 30 ପର୍ବର 7ରୁ 9 ପଦରେ ଲେଖା ଅଛି, ମୁଁ ତୁମ୍ଭ ନିକଟରେ ଏ 2 ବର ମାଗିଅଛି, ମୁଁ ମାଗିବା ପୂର୍ବରୁ ତାହା ମୋତେ ଦେବାକୁ ଅସମତ ହୁଅ ନାହିଁ। ଅସାରତା ଓ ମିଥ୍ୟା କଥା ମୋଠାରୁ ଦୂର କର, ମୋତେ ଦରିଦ୍ରତା କି ଧନ ଦିଅ ନାହିଁ। ମୋ ପଡ଼ିର ଭାଗ ଦେଇ ମୋତେ ପ୍ରତିପୋଷଣ କର। ନୋହିଲେ ମୁଁ ପରିତୃପ୍ତ ହୋଇ ତୁମକୁ ଅସ୍ୱୀକାର କରି କହିବି, ସଦାପ୍ରଭୁ କିଏ? କିମ୍ବା ଦରିଦ୍ର ହେଲେ ଚୋରି କରି ଆପଣା ପରମେଶ୍ୱରଙ୍କର ନାମ ମିଥ୍ୟାରେ ନେବି। ଅସାରତା ଓ ମିଥ୍ୟା କଥା ମୋଠାରୁ ଦୂର କର। ଅର୍ଥାତ୍ ମୁଁ ସେହି ଲୋକମାନଙ୍କ ସହିତ ବାସ କରିବାକୁ ଚାହେଁ ନାହିଁ, ଯେଉଁମାନେ କି ଅସାରତାକୁ ଓ ମିଥ୍ୟା କହିବାକୁ ଭଲ ପାଆନ୍ତି ବା ସେହିପରି ଆଚରଣ କରନ୍ତି। ମୋତେ ସେହିପରି ଲୋକମାନଙ୍କଠାରୁ ଦୂରେଇ ରଖ। କାରଣ ଏପରି ଲୋକମାନଙ୍କ ସହିତ ବାସ କରିବାର ଅର୍ଥ ବିଷଧର ସର୍ପର ଗୁହାରେ ବାସ କରିବା। ଏହାପରେ ସେ ଆହୁରି କହନ୍ତି, ମୋତେ ଦରିଦ୍ରତା କି ଧନ ଦିଅ ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ମୋତେ ଏପରି ଏକ ସ୍ଥିତିରେ ରଖ ଯେପରି ମୁଁ ଅଧିକ ଦରିଦ୍ର ନ ହୁଏ କିମ୍ବା ଅଧିକ ଧନୀ ନ ହୁଏ, ମାତ୍ର ମୋହର ଆବଶ୍ୟକତା ଅନୁଯାୟୀ ସମସ୍ତ ପ୍ରାପ୍ତ ହେବାକୁ ପାରେ। ତାହା ନହେଲେ ମୁଁ ପରିତୃପ୍ତ ହୋଇ ତୁମକୁ ଅସ୍ୱୀକାର କରି କହିବି, ସଦାପ୍ରଭୁ କିଏ? କିମ୍ବା ଦରିଦ୍ର ହେଲେ ଚୋରି କରି ଆପଣା ପରମେଶ୍ୱରଙ୍କ ନାମ ମିଥ୍ୟାରେ ନେବି। ଏହାପରେ 10 ପଦରେ ଲେଖା ଅଛି, ଦାସର ପ୍ରଭୁ କତିରେ ତାହାର ଅପବାଦ କର ନାହିଁ, କଲେ ସେ ତୁମକୁ ଅଭିଶାପ ଦେବ ଓ ତୁମ୍ଭେ ଅପରାଧୀ ଗଣିତ ହେବ। ଏହା ନିରାଟ ସତ୍ୟ।
ଆମେ ଦାସର ପ୍ରଭୁ କତିରେ ତାହାର ଅପବାଦ କରିବା ଠିକ୍ ନୁହେଁ। 12 ପଦରେ ଲେଖା ଅଛି, ଆପଣା ଦୃଷ୍ଟିରେ ନିର୍ମଳ ଏପରି ଏକ ବଂଶ ଅଛି, ତଥାପି ସେମାନେ ଆପଣା ମଳିନତାରୁ ଧୌତ ହୋଇନାହାନ୍ତି। ଏପରି କେତେକ ଖ୍ରୀଷ୍ଟ ବିଶ୍ୱାସୀ ଅଛନ୍ତି ଯେଉଁମାନେ କି ଏହି ପ୍ରକାର ଆଚରଣ କରନ୍ତି। ସେମାନେ ଆପଣା ଆପଣା ଦୃଷ୍ଟିରେ ନିଜକୁ ପବିତ୍ର ତଥା ନିର୍ମଳ ବୋଲି ଭାବନ୍ତି। ସେମାନେ ନିଜକୁ ଧାର୍ମିକ ବୋଲି ବିବେଚନା କରନ୍ତି। ସେମାନେ ଭାବନ୍ତି ଯେ ସେମାନଙ୍କ ନିମନ୍ତେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକତା ନାହିଁ। ମାତ୍ର ପ୍ରକୃତିରେ ସେମାନେ ନିର୍ମଳ ନୁହନ୍ତି। ସେମାନଙ୍କ ହୃଦୟ କପଟତାରେ ପରିପୂର୍ଣ୍ଣ, ସେମାନଙ୍କ ହୃଦୟ କଳୁଷତାରେ ପରିପୂର୍ଣ୍ଣ। ସେମାନେ ସେମାନଙ୍କର ମଳିନତାରୁ ଏପର୍ଯ୍ୟନ୍ତ ଧୌତ ହୋଇନାହାନ୍ତି, କାରଣ ସେମାନେ ନିଜର ଦୁର୍ବଳତାକୁ ଏପର୍ଯ୍ୟନ୍ତ ଦେଖିପାରିନାହାନ୍ତି କି ତହିଁ ନିମନ୍ତେ ଅନୁତାପ କରିନାହାନ୍ତି। ଆହୁରି ମଧ୍ୟ ଲୋକେ ଅଛନ୍ତି ଯେଉଁମାନେ କି ରାଜନୈତିକ କ୍ଷେତ୍ରରେ ଓ ବ୍ୟବସାୟିକ କ୍ଷେତ୍ରରେ ଅତି ଉଚ୍ଚରେ ସ୍ଥାନ ପାଇଥାନ୍ତି ଓ ସେମାନେ ନିଜକୁ ଅତି ପବିତ୍ର ତଥା ନିର୍ମଳ ବୋଲି ଭାବନ୍ତି। ସେମାନେ ନିଜର ଭୁଲକୁ ଭୁଲ ବୋଲି ମାନନ୍ତି ନାହିଁ। ସେମାନେ ଯାହା କିଛି କରନ୍ତି ତାହା ଠିକ୍ ବୋଲି ଭାବନ୍ତି ଓ ଅନ୍ୟମାନଙ୍କ ଅପେକ୍ଷା ନିଜକୁ ଅତି ସଚୋଟ ବୋଲି ଦେଖାଇ ହୁଅନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ କେହି ହେଲେ ଧୌତ ନୁହନ୍ତି କି ସୂଚୀ ନୁହନ୍ତି। ମାତ୍ର କେବଳ ଗୋଟିଏ ଉପାୟରେ ଆମମାନଙ୍କ ମଧ୍ୟରୁ ଯେକୌଣସି ବ୍ୟକ୍ତି ସୂଚୀ ହୋଇପାରେ, ଆଉ ତାହା ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ରକ୍ତ ଦ୍ୱାରା। କାରଣ ତାହାଙ୍କର ପବିତ୍ର ରକ୍ତ ହିଁ କେବଳ ଆମମାନଙ୍କ ପାପରୁ ଆମମାନଙ୍କୁ ଧୋଇ ପରିଷ୍କାର କରେ। ସେଥିପାଇଁ ପ୍ରେରିତ 4 ପର୍ବର 12 ପଦରେ ଲେଖା ଅଛି, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହାଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହେବ ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ। ଏହାପରେ 30 ପର୍ବର 15 ପଦରେ ଲେଖା ଅଛି, ଜୋକର 2 କନ୍ୟା ଅଛନ୍ତି ଯେଉଁମାନେ କହନ୍ତି ଦିଅ ଦିଅ। 3ଟା ବସ୍ତୁ ଅଛି ଯାହା କେବେ ତୃପ୍ତ ନୁହେଁ, ପୁଣି 4 ବସ୍ତୁ କେବେ କହେ ନାହିଁ ଯଥେଷ୍ଟ ହେଲା। ଆପଣ କେବେ ଘୋଡ଼ା ପିଠିରେ ବସିଛନ୍ତି? ଆପଣ 2ଟି ଲଗାମ ଧରିବାକୁ ପାରିବେ ଓ ଆପଣଙ୍କୁ ସେହି 2ଟି ଯାକ ଲଗାମକୁ ଅତି ଜୋର କରି ଧରିବାକୁ ପଡ଼ିବ, କାରଣ ସେହି ଲଗାମ 2ଟି ଆପଣଙ୍କୁ ଅହରହ କହୁଥିବ, ମୋତେ ଛାଡ଼ିଦିଅ, ମୋତେ ଦୌଡ଼ିବାକୁ ଦିଅ। ମାତ୍ର ଆପଣଙ୍କୁ ସେହି ଲଗାମ 2ଟିକୁ ଭଲ ଭାବେ ଧରିବାକୁ ହେବ। ତା ନହେଲେ ଆପଣ ଘୋଡ଼ାକୁ ଆୟତ୍ତ କରିପାରିବେ ନାହିଁ ଓ ନିଜେ ମଧ୍ୟ ଘୋଡ଼ା ପିଠିରେ ବସିପାରିବେ ନାହିଁ। ଏହା ହିଁ ଆପଣ ଓ ମୁଁ ଆମମାନଙ୍କ ଜୀବନରେ ଆବଶ୍ୟକ କରୁ, ଯାହାକି ଆତ୍ମସଂଯମତା। ଆମେ ଏହି ଆତ୍ମସଂଯମତାକୁ ଧରି ରଖିବାକୁ ହେବ। ସେଥିପାଇଁ ଗୀତ 32 ପର୍ବର 9 ପଦରେ ଲେଖା ଅଛି, ତୁମେମାନେ ବୁଦ୍ଧିହୀନ ଅଶ୍ୱ କି ଖଚର ପରି ହୁଅ ନାହିଁ, ସେମାନଙ୍କୁ ଦମନ କରିବା ପାଇଁ ବାଗ ଓ ଲଗାମ ଦେବାର ଆବଶ୍ୟକ, ନହେଲେ ସେମାନେ ତୁମ୍ଭ କତିକି ଆସିବେ ନାହିଁ। ତେଣୁ ଆମେ ପ୍ରତ୍ୟେକ ନିଜ ନିଜକୁ ସେହି ପ୍ରଭୁ ଯୀଶୁଙ୍କ ଅଧୀନରେ ସମର୍ପି ଦେବା ଆବଶ୍ୟକ, ଯେପରି ଆମେ ତାଙ୍କର ଇଚ୍ଛାନୁମୋଦିତ ଜୀବନଯାପନ କରିବାକୁ ସମର୍ଥ ହୋଇପାରୁ। ବର୍ତ୍ତମାନ ସେ 4ଟି ବିଷୟର ଏକ ତାଲିକା ପ୍ରଦାନ କରିବାକୁ ଯାଉଅଛନ୍ତି, ଯାହାକି କେବେ ହେଲେ ପରିତୃପ୍ତ ହୁଅନ୍ତି ନାହିଁ। 30 ପର୍ବର 16 ପଦରେ ଲେଖା ଅଛି, ପାତାଳ ବନ୍ଧ୍ୟା ଗର୍ଭ, ଜଳରେ ଅତୃପ୍ତ ଭୂମି ଓ ଅଗ୍ନି ଯେ କହେ ନାହିଁ ଯଥେଷ୍ଟ ହେଲା। ପ୍ରଥମତଃ ପାତାଳ। ଆପଣ ମୁଁ ଆମେ ଶବ ସତ୍କାର ଶୋଭାଯାତ୍ରା ମଧ୍ୟରେ ବାସ କରୁଅଛୁ। ଆମେ ପ୍ରତ୍ୟେକ ସେହି ଗର୍ତ୍ତ ମଧ୍ୟକୁ ଯିବା। ଏହା ସେହି ଏଦନ ଉଦ୍ୟାନର ବାହାରେ ହେବଲର ମୃତ୍ୟୁ ସହିତ ଆରମ୍ଭ ହୋଇ ଯୁଗ ଯୁଗ ଧରି ଘଟି ଆସୁଅଛି। ଏହି ପୁରାତନ ପୃଥିବୀ ଯାହା ଉପରେ ଆମେ ବସବାସ କରୁଅଛୁ, ଏହା ଏକ ମହାନ ସମାଧିସ୍ଥଳ। ଏହା କେବେ ହେଲେ ତୃପ୍ତ ହୁଏ ନାହିଁ। ଏହା ପ୍ରତ୍ୟେକ ମନୁଷ୍ୟକୁ ଗ୍ରାସ କରେ। ଦ୍ୱିତୀୟତଃ ବନ୍ଧ୍ୟା ଗର୍ଭ। ଏପରି ଅନେକ ସ୍ତ୍ରୀ ଲୋକମାନେ ଅଛନ୍ତି ଯେଉଁମାନେ କି କୌଣସି କାରଣବଶତଃ ସନ୍ତାନ ଲାଭ କରିପାରନ୍ତି ନାହିଁ। ତେଣୁକରି ସେମାନେ ପୋଷ୍ୟପୁତ୍ର ରୂପେ ସନ୍ତାନମାନଙ୍କୁ ପାଳନ କରି ମାତୃତ୍ୱ ପଦର ଅଧିକାରୀ ହେବାକୁ ଚେଷ୍ଟା କରନ୍ତି। ସେମାନେ କେବେ ହେଲେ ପରିତୃପ୍ତ ହୁଅନ୍ତି ନାହିଁ। ସେମାନେ ଚାହାନ୍ତି ସେହି ବହୁମୂଲ୍ୟ ଛୋଟ ଶିଶୁଟି ଯେପରି ସେମାନଙ୍କର ବେକରେ ହାତ ଦେଇ ସେମାନଙ୍କୁ ମା ବୋଲି ସମ୍ବୋଧନ କରୁ। ତୃତୀୟତଃ ଜଳରେ ଅତୃପ୍ତ ଭୂମି ଯାହାକି ଜଳରେ ତୃପ୍ତ ନୁହେଁ। ଏହା ସଦାସର୍ବଦା ଅଧିକରୁ ଅଧିକ ଜଳ ଆବଶ୍ୟକ କରେ। ଏହା ଅଧିକରୁ ଅଧିକ ବର୍ଷା ଜଳ ପାନ କରେ, ମାତ୍ର କେବେ ହେଲେ ତୃପ୍ତ ହୁଏ ନାହିଁ। କେବେ କହେ ନାହିଁ ଯଥେଷ୍ଟ ହେଲା। ଚତୁର୍ଥତଃ ଅଗ୍ନି ଯେ କହେ ନାହିଁ ଯଥେଷ୍ଟ ହେଲା। ଅଗ୍ନି ମଧ୍ୟ କେବେ ହେଲେ ତୃପ୍ତ ହୁଏ ନାହିଁ। ଏହାକୁ ନ ଲିଭାଇଲେ ଏହା ଜାଳି ପୋଡ଼ି ଛାରଖାର କରିଦିଏ। ଏହା ଯେତେ ଜଳିଲେ ମଧ୍ୟ କ୍ଳାନ୍ତ ହୁଏ ନାହିଁ। 17 ପଦରେ ଲେଖା ଅଛି, ଯେଉଁ ଚକ୍ଷୁ ଆପଣା ପିତାକୁ ପରିହାସ କରେ ଓ ମାତାର କଥା ମାନିବାକୁ ତୁଚ୍ଛବୋଧ କରେ, ତାହା ଉପତ୍ୟକାର ଡାମାକୁଆମାନେ କାଢ଼ି ପକାଇବେ, ପୁଣି ଉତ୍କୃଷ୍ଟ ପକ୍ଷୀର ଛୁଆମାନେ ତାହା ଖାଇବେ। ଏହାର ଅର୍ଥ ଯେଉଁମାନେ ନିଜର ପିତାମାତାଙ୍କ ବିରୁଦ୍ଧରେ ଯାଆନ୍ତି ସେମାନଙ୍କ ପ୍ରତି ଭୟଙ୍କର ବିଚାର ବର୍ତ୍ତେ। ଆଜି ଯେଉଁମାନେ ଏହିପରି ପିତାମାତାଙ୍କ ବିରୁଦ୍ଧରେ ଯାଆନ୍ତି ଓ ଖ୍ରୀଷ୍ଟ ବିଶ୍ୱାସୀ ଅଟନ୍ତି, ଈଶ୍ୱର ସେମାନଙ୍କ ପ୍ରତି ଦୟା କରନ୍ତୁ, ଯେପରି ସେମାନେ ବିନଷ୍ଟ ନ ହୋଇ ଉଦ୍ଧାର ପାଇପାରନ୍ତି। ଏହାପରେ 18ରୁ 19 ପଦ ମଧ୍ୟରେ ଲେଖା ଅଛି, 3 କଥା ମୋହର ବୋଧାଗମ୍ୟ, ପୁଣି 4 କଥା ମୁଁ ଜାଣୁନାହିଁ। ଆକାଶରେ ଉତ୍କୃଷ୍ଟ ପକ୍ଷୀର ଗତି, ପ୍ରସ୍ତରରେ ସର୍ପର ଗତି, ସମୁଦ୍ର ମଧ୍ୟରେ ଜାହାଜର ଗତି, ଯୁବତୀଠାରେ ପୁରୁଷର ଗତି। ଆଗୁର ଯେ କି ଲେଖକ ସେ ଏହି ସମସ୍ତ ବିଷୟକୁ ବୁଝିପାରନ୍ତି ନାହିଁ ଓ ମୁଁ ମଧ୍ୟ ବୁଝିପାରେ ନା। ଆପଣ ଯେତେବେଳେ ଆକାଶରେ ଉତ୍କୃଷ୍ଟ ପକ୍ଷୀ ଉଡ଼ିବାର ଦେଖନ୍ତି, ସେତେବେଳେ ଏହି ବିଷୟରେ କିଛି ଜାଣିପାରନ୍ତି? ଆପଣ କେବେ ପ୍ରସ୍ତର ଉପରେ ସର୍ପର ଗତିକୁ ଲକ୍ଷ୍ୟ କରିପାରିଛନ୍ତି?
ସେହିପରି ସମୁଦ୍ରରେ ଜାହାଜର ଗତିକୁ କେବେ ଲକ୍ଷ୍ୟ କରିଛନ୍ତି? ଏତେ ବଡ଼ ଲୁହାର ଜାହାଜ ହେଲେ ମଧ୍ୟ ଏହା କିପରି ଭାସେ? ଏହାପରେ ଯୁବତୀଠାରେ ପୁରୁଷର ଗତିକୁ କେବେ ଲକ୍ଷ୍ୟ କରିଛନ୍ତି? ସେତେବେଳେ ସେହି ପୁରୁଷ କି ପ୍ରକାର ମନର ଚଞ୍ଚଳତା ତଥା ଅସ୍ଥିରତା ମଧ୍ୟ ଦେଇ ଗତି କରେ ତାହା କେବେ ଲକ୍ଷ୍ୟ କରିପାରିଛନ୍ତି? ସେ କି ପ୍ରକାର ଅସୁବିଧାର ସମ୍ମୁଖୀନ ହୁଏ ତାହା କେବେ ଚିନ୍ତା କରିପାରିଛନ୍ତି? ଏହା ମନୁଷ୍ୟର ବୋଧର ଅଗମ୍ୟ। ପ୍ରଭୁ ସାହାଯ୍ୟ କରନ୍ତୁ ଯେପରି ଆମମାନେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ସଦାସର୍ବଦା ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ମୋର ବିଶ୍ୱାସ ଆଜିର ଅଧ୍ୟୟନଟି ଆପଣମାନଙ୍କୁ ଭଲ ଲାଗିଥିବ ଓ ଆପଣମାନେ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଜ୍ଞାନ ଆମ୍ଭମାନଙ୍କୁ ନିଜର କର୍ତ୍ତବ୍ୟ ବିଷୟ ଶିଖାଏ ଏବଂ ପଶୁବତ ଗୁଣଠାରୁ ପୃଥକ୍ କରେ। ପରିବାର, ମଣ୍ଡଳୀ, ସମାଜ ଓ ଦେଶ ମଧ୍ୟରେ ଆମ୍ଭମାନଙ୍କ ଭିନ୍ନ ଭିନ୍ନ ପଦବୀ ଓ ଦାୟିତ୍ୱ ରହିଅଛି। ସେଥିପାଇଁ ଆମ୍ଭମାନଙ୍କୁ ଈଶ୍ୱରଙ୍କ ଆଜ୍ଞା ଏବଂ ମନୁଷ୍ୟମାନଙ୍କ ପରାମର୍ଶ ଶୁଣିବାକୁ ପଡ଼ିବ। ଆସୁ, ଯାହା ପରମେଶ୍ୱର ଆମ୍ଭମାନଙ୍କୁ ଶିଖାଉଅଛନ୍ତି ତାହାର ଗୁରୁତ୍ୱ ବୁଝୁ, କାରଣ ସେ ଚାହାନ୍ତି ଆମ୍ଭେମାନେ ଓ ଆମ୍ଭମାନଙ୍କ ଆଗାମୀ ପିଢ଼ି ପ୍ରତିଜ୍ଞାତ ଆଶୀର୍ବାଦ ପାଆନ୍ତୁ। ତେଣୁ ଧାର୍ମିକ ଜୀବନଯାପନ କରୁ, ଐଶ୍ୱରିକ ଗୁଣାବଳୀ ପ୍ରକାଶ କରୁ, ସନ୍ତାନମାନଙ୍କୁ ଅନୁଶାସନ ମଧ୍ୟରେ ଶିକ୍ଷିତ କରାଉ ଏବଂ ପ୍ରାର୍ଥନା କରୁ ଯେପରି ପ୍ରଭୁ ଆମ୍ଭମାନଙ୍କୁ ଅସାରତା ଓ ମିଥ୍ୟା କଥାଠାରୁ ଦୂରରେ ରଖିବେ। ଆଜି ତ ଆମ ସମୟ ଶେଷ ହେଲାଣି। ଫୋନ୍ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରେମିକ, ଅତ୍ୟନ୍ତ ଦୟାଳୁ ପ୍ରଭୁ, ତୁମେ ଆମମାନଙ୍କୁ ପ୍ରଭୁ ଏହି କାର୍ଯ୍ୟକ୍ରମ ଦ୍ୱାରା ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସଂଯୁକ୍ତ କରିଥିବାରୁ ଧନ୍ୟବାଦ ଦେଉଅଛୁ। ହଁ ପ୍ରଭୁ, ତୁମେ ଆଜି ଯେଉଁ ଶିକ୍ଷା ଆମମାନଙ୍କୁ ଦେଇଅଛ ତାହା ଯେଭଳି ଭାବରେ ପ୍ରତ୍ୟେକଙ୍କ ଜୀବନରେ ପ୍ରଭୁ ଏକ ଉପଯୁକ୍ତ କାର୍ଯ୍ୟକାରୀ ହୋଇପାରିବ, ତୁମେ ସେହିପରି ପ୍ରତ୍ୟେକ ଜଣଙ୍କୁ ତୁମେ ସାହାଯ୍ୟ କରାଅ ବୋଲି ପ୍ରାର୍ଥନା କରୁଛୁ। ପ୍ରେମିକ ଈଶ୍ୱର, ହଁ ପ୍ରଭୁ ବୁଦ୍ଧିଦାତା ଈଶ୍ୱର, ତୁମେ ଆମମାନଙ୍କୁ ଜ୍ଞାନ ପ୍ରଦାନ କର। ଯେଭଳି ଭାବରେ ପ୍ରଭୁ ଯେଉଁ ଜ୍ଞାନ ପାଇଅଛୁ ତାହା ଯେଭଳି ଅନ୍ୟମାନଙ୍କ ଜୀବନରେ ପ୍ରଭୁ ଉପକାରୀ ହୋଇପାରିବ, ତୁମେ ସେହିପରି ତୁମେ ଆଶୀର୍ବାଦ କର। ତୁମର ବାକ୍ୟକୁ ଯେପରି ପ୍ରଭୁ ଅନୁଧ୍ୟାନ କରି ଚାଲିପାରିବୁ, ତୁମେ ସେହିପରି ପ୍ରତ୍ୟେକ ଜଣଙ୍କୁ ପ୍ରଭୁ ତୁମେ ସାହାଯ୍ୟ କର। ପ୍ରାର୍ଥନା ଶୁଣିଅଛ ଏବଂ ଉତ୍ତରକୁ ଦେଇଅଛ ବୋଲି ବିଶ୍ୱାସ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ରହିଲି, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଲା ଏ ଦୟା। ଆଜିର ପ୍ରଶ୍ନଟି ହେଲା କାହାର ପ୍ରତ୍ୟାଦେଶ ଅଭାବରେ ଲୋକମାନେ ବିନଷ୍ଟ ହୁଅନ୍ତି? ଏ ସାମାଜିକ, ବି ପାଳକୀୟ, ସି ଯାଜକୀୟ, ଡି ଈଶ୍ୱରୀୟ। ଏହି ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ଏ, ବି, ସି, ଡି ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ବ୍ରହ୍ମପୁରରୁ ବେବି ନାୟକ।